ଆମର ଆଜ୍ଞା ଆମର ଆଗରୁ ଷ୍ଟ୍ରାଇକ୍ କରିଥିଲୁ ବିଗତ ଗଭର୍ଣ୍ଣମେଣ୍ଟ ସମୟରେ ଆମର 10 ଦଫା ଦାବିରୁ କିଛିଟା ଦାବି ଆମର ପୂର୍ବ ସରକାର ବହନ କରିଛନ୍ତି ଆଉ ସେଇ ଦାବିଟା ଆମର ବର୍ତ୍ତମାନ ସୁଦ୍ଧା ବି ଚାଲିଛି। ବର୍ତ୍ତମାନ ଆମର କିଛି ଦାବି ଆହୁରି ରହିଯାଇଛି। ବର୍ତ୍ତମାନ ମେନ୍ ଦାବି ହେଲା ଆମର 7ଟା ଦାବି। 7ଟା ଦାବି ମଧ୍ୟରୁ ପ୍ରଥମ ଦାବି ହେଲା ଆମର ଅଟୋ ଭାଇମାନେ ଯେଉଁମାନେ ଗୋଟେ ଗୋଟେ ଲାଇସେନ୍ସ କରିକି ଅଟୋ ଚଲାଉଛନ୍ତି ସେ ଭାଇମାନଙ୍କୁ ଲେବର ଆକ୍ଟରେ ରଖାଯାଇଛି। ତେଣୁକରି ଆମେ ସରକାରଙ୍କୁ ବାଧ୍ୟ କରୁଛୁ ଯେ ସେମାନଙ୍କୁ ଲେବର ଆକ୍ଟରେ କାଟିକି ଆମର ଡ୍ରାଇଭର କଲ୍ୟାଣରେ ରଖାଯାଉ, ତା ସହିତ ସ୍ୱତନ୍ତ୍ର ଲାଇସେନ୍ସ ଦିଆଯାଉ। ତା ବ୍ୟତୀତ ଯଦି କିଛି ନହେଲା ତାହେଲେ ସ୍ୱତନ୍ତ୍ର ଲେବର କାର୍ଡ଼ କରିକି ତାକୁ ଲେବର ଆକ୍ଟରେ ରଖନ୍ତୁ, କିନ୍ତୁ ଡ୍ରାଇଭର ଲାଇସେନ୍ସ ନ ଦିଅନ୍ତୁ। କାହିଁକି ସେମାନେ ଯଦି ଡ୍ରାଇଭର ନୁହନ୍ତି ତାହେଲେ କାହିଁକି ଡ୍ରାଇଭର ଲାଇସେନ୍ସ ଦେବେ? ଆଉ ଦ୍ୱିତୀୟ ଦାବି ହେଲା ଆମର ପ୍ରତି 100 କିଲୋମିଟରରେ ଗୋଟେ ଗୋଟେ ପାର୍କିଂ ସ୍ଥଳ ରଖାଯାଉ। କୌଣସି ଡ୍ରାଇଭର ଆଜି ଟର୍ଣ୍ଣେଜ ଲାଗିଲା କି ଜଳଖିଆ ଖାଇବେ କି ବିଶ୍ରାମ ନେବେ, ଆମେ ପ୍ରତି 100 କିଲୋମିଟର ଗୋଟେ ଗୋଟେ ପାର୍କିଂ ରଖାଯାଉ। ତାପରେ ଶୌଚାଳୟ ଫୌଚାଳୟ ରଖାଯାଉ। ତାପରେ କେଉଁଠି ଗୋଟେ ଗାଡ଼ି ଆକ୍ସିଡେଣ୍ଟ ହେଇଗଲା କି ଭଲ ମନ୍ଦ ହେଲା, ପବ୍ଲିକ୍ କିଛି ନ ବୁଝି ଆଗେ ଡ୍ରାଇଭର ଉପରେ ଆକ୍ରୋଶ ସାଧୁଛନ୍ତି। ଡ୍ରାଇଭର ମାରଣାନ୍ତକ ଆକ୍ରମଣ କରୁଛନ୍ତି, ମାନେ ଆଇନ ହାତକୁ ବି ନେଉଛନ୍ତି। କିନ୍ତୁ ତା ଭିତରେ ବି ଆମର କିଛି ଦାବି ରହିଛି, ସେଗୁଡ଼ାକ ସରକାର ତୁରନ୍ତ ଏଗୁଡ଼ାକ ହାତକୁ ନିଅନ୍ତୁ। ତାପରେ ଆମର ଯେଉଁ ଦାବି ଗୁଡ଼ାକ ଆହୁରି ଅଛି, ଡ୍ରାଇଭରମାନେ 60 ବର୍ଷ ହେଇଗଲେ ତାଙ୍କୁ ଗୋଟେ ସ୍ୱତନ୍ତ୍ର ପେନସନ୍ ବ୍ୟବସ୍ଥା କରାଯାଉ। ଓଡ଼ିଶା ଡ୍ରାଇଭର ମହାସଂଘର ଆମର ଏହା ଦାବି ଅଛି। ଅନ୍ୟାନ୍ୟ ଡ୍ରାଇଭର ଗୁଡ଼ାକ ଅଛି। ଦେଖିବାକୁ ମିଳିଥିଲା କେତେ ଦିନ ତଳେ ଆପଣଙ୍କର ଭାଇମାନେ ଏଇ ପ୍ରେସ୍ ବାର୍ତ୍ତା କରିକି କହୁଥିଲେ ଆମେ ଡ୍ରାଇଭର ମହାସଂଘକୁ ସମର୍ଥନ କରୁନାହିଁ, ତାଙ୍କୁ କ'ଣ କହିବେ? ଶୁଣନ୍ତୁ, ଡ୍ରାଇଭର ଓରିଜିନାଲ ଡ୍ରାଇଭର ଯେଉଁମାନେ ସେମାନେ କିଏ ବିରୋଧ କଲେ ବି ସେ ବିରୋଧରେ ସିଏ ରାଜି ହେବେନି। ଯେଉଁମାନେ ଯେଉଁ ଡ୍ରାଇଭର ଭାଇଟା ଆଜି ମାନେ ପ୍ରତିବାଦ କରୁଛି, ଆଜି ଓଡ଼ିଶା ଡ୍ରାଇଭର ମହାସଂଘ ଯାହା ପାଇଁ ଲଢ଼ୁଛି, ଖାଲି ଓଡ଼ିଶା ଡ୍ରାଇଭର ମହାସଂଘରେ ଯେତେ ଜଡ଼ିତ ଅଛନ୍ତି ସେମାନଙ୍କ ପାଇଁ ନୁହଁ, ଅଗଣିତ ଡ୍ରାଇଭରମାନଙ୍କ ପାଇଁ ଲଢ଼ୁଛି। ସମସ୍ତ ଡ୍ରାଇଭରମାନଙ୍କ ପାଇଁ ଯେଉଁମାନେ କହୁଛନ୍ତି ନାଇଁ ଆମେ ତା ସହିତ ସମ୍ପୃକ୍ତ ନୁହଁ, କିନ୍ତୁ ସେମାନେ ବି ପାଇବେ। ଆଜି ସରକାରର ଯେଉଁ ନୀତି ନିୟମଟା ବାହାରିବ ସେମାନଙ୍କ ପାଇଁ ବି ଲାଗୁ, ସେମାନେ ବୁଝିବା ଦରକାର। ଆପଣମାନେ ଆଜି ଷ୍ଟେରିଂ ଛାଡ଼ି ଆନ୍ଦୋଳନ କରୁଛନ୍ତି, ଷ୍ଟେରିଂ ଛାଡ଼ିଦେଲେ ସରକାର ଆପଣଙ୍କ ଦାବି ପୂରଣ କରିଦେବେ? ନିଶ୍ଚିତ ଆଜ୍ଞା, କଥାରେ ଅଛି, ଓଡ଼ିଆରେ ଆମର ଗୋଟେ ଢେଗ ଅଛି, ଛୁଆ ନ କାନ୍ଦିଲେ ମା କ୍ଷୀର ଦେଉଛି କି? ଛୁଆ ନ କାନ୍ଦିଲେ ମା କ୍ଷୀର ଦେଉନି। ତେଣୁ କରିକି ସରକାର ଭାବୁଛନ୍ତି ଡ୍ରାଇଭର ଗୋଟେ ଛୋଟିଆ ଜନ୍ତୁ, କିନ୍ତୁ ଡ୍ରାଇଭର ବିନା ମାନେ ଅର୍ଥନୀତି ଅଚଳ। ଡ୍ରାଇଭର ବିନା ପାଦ ଚାଲିବା କଷ୍ଟକର। ଯେହେତୁ ଆପଣ ଗୋଟେ ସାର୍ଟ ପିନ୍ଧୁଛନ୍ତି, ଚପଲ ପିନ୍ଧୁଛନ୍ତି, ଝାଡ଼ା ଯାଉଛନ୍ତି, କୌଣସି ଜାଗାକୁ ଯାଆନ୍ତୁ ବିନା ଡ୍ରାଇଭରରେ ଆପଣ ଯାଇପାରିବେ ନାହିଁ। କାରଣ ସେ ଚପଲଟା ବି ଯେତିକି ଯାଉଛି ସେ ଟ୍ରକରେ ଆସୁଛି, ଟ୍ରାନ୍ସପୋର୍ଟ ହେଇକି ଆସୁଛି, ସେ ଡ୍ରାଇଭର ଭାଇ ଗୋଟେ ନେଇକି ଆସୁଛି। ଖାଦ୍ୟ ଯାଉଛି, ସେ ଡ୍ରାଇଭର ବି ନେଇକି ଆସୁଛି। ସୈନ୍ୟକୁ ଆଜି ଯଦି ବା ନେଇକି ଯାଇକି ଆକାଶ ପାଖରେ ପହଞ୍ଚଉଛି, ସେ ଡ୍ରାଇଭର ଭାଇ ହିଁ ନେଇକି ଯାଉଛି। କିନ୍ତୁ ଡ୍ରାଇଭର ଗୋଟେ ଛୋଟିଆ ଜିନିଷ, ଡ୍ରାଇଭର ହେଉଛି ଦେଶର ପ୍ରଥମ ନାଗରିକ ହିସାବରେ ରହିବା କଥା, ସେକେଣ୍ଡ ନାଗରିକ।